कटिବାକୁ ଯାଉଛି ଏଲ୍ପିଜିରେ ସବସିଡି। ବର୍ତ୍ତମାନ ସରକାରଙ୍କର ନୂଆ ନିୟମ ଅନୁଯାୟୀ ଆପଣମାନେ ଯେଉଁମାନେ ସବସିଡି ପାଉଛନ୍ତି ସେମାନଙ୍କର ସବସିଡି କଟିବାକୁ ଯାଉଛି। କ'ଣ ଏହି ନୂଆ ନିୟମ ଆଉ କେବେଠାରୁ କଟିବ ଆପଣମାନଙ୍କର ସବସିଡି, ତା ସହିତ ଭିଡ଼ିଓର ଲାଷ୍ଟକୁ ଜାଣିବା ଯେଉଁ ଯୋଗ୍ୟ ହିତାଧିକାରୀମାନଙ୍କର ସବସିଡି ଆସୁନାହିଁ ଏଲ୍ପିଜିରେ, ତେବେ ସେମାନଙ୍କୁ କ'ଣ କଲେ ସେମାନଙ୍କର ଏଲ୍ପିଜିରେ ସେ ସବସିଡି ମିଳିବ ତାହା ମଧ୍ୟ ଜାଣିବା। ସବୁବେଳେ ଭିଡ଼ିଓଟା ପୁରା ଏଣ୍ଡ ପର୍ଯ୍ୟନ୍ତ ଦେଖନ୍ତୁ। ସବୁବେଳେ ଗଭର୍ଣ୍ଣମେଣ୍ଟ ସ୍କିମ୍, ଗଭର୍ଣ୍ଣମେଣ୍ଟ ରୁଲ୍ ଏବଂ ବ୍ୟାଙ୍କ ରୁଲ୍ ତା ସହିତ ପେନସନର ସବୁବେଳେ ଅପଡେଟ୍ ପାଇବା ପାଇଁ ଚ୍ୟାନେଲରେ ସବସ୍କ୍ରାଇବ୍ କରିନିଅନ୍ତୁ। ଆପଣମାନେ ସବସିଡି ପାଉଛନ୍ତି କି? ସରକାର ନୂଆ ନିୟମ ଆଣିଛନ୍ତି ଏବଂ ଏହି ନୂଆ ନିୟମ ଅନୁଯାୟୀ ଆପଣଙ୍କର କଟିପାରେ ସବସିଡି। ଆୟକର ବିଭାଗ ସମସ୍ତ ଏଲ୍ପିଜି ହିତାଧିକାରୀଙ୍କର ଡାଟା ଚେକ୍ କରୁଛି। କେଉଁମାନଙ୍କର ବାର୍ଷିକ ଆୟ କେତେ, କେଉଁମାନେ ଯୋଗ୍ୟ ହିତାଧିକାରୀ ଅଛନ୍ତି ତାହାର ଡାଟା ରିଚେକିଂ ଚାଲିଛି। ତା ସହିତ ଏବେ କିଛି ଯେଉଁମାନେ ଅଯୋଗ୍ୟ ହିତାଧିକାରୀ ବାହାରୁଛନ୍ତି ସେମାନଙ୍କ ମୋବାଇଲକୁ ଡାଇରେକ୍ଟ ମେସେଜ ଯାଉଛି ଯେ ସବସିଡି ଷ୍ଟପ୍। କିଛି ମେସେଜ ଆପଣମାନଙ୍କୁ ଆସୁଛି କି? ଏମିତି କିଛି ମେସେଜ ଆପଣମାନଙ୍କୁ ମିଳିଥାଏ ତେବେ ଆପଣମାନଙ୍କୁ ଆଉ ସବସିଡି ମିଳିବ ନାହିଁ, କାରଣ କେନ୍ଦ୍ର ସରକାର ବର୍ତ୍ତମାନ ସବସିଡିରେ କଡ଼ାକଡ଼ି ନିୟମ କରିଦେଇଛନ୍ତି। ଯଦି ଆପଣ କିମ୍ବା ଆପଣଙ୍କ ପରିବାରରେ କାହାର ଆନୁଆଲ ଆୟ ଟୋଟାଲ 10 ଲକ୍ଷ କିମ୍ବା ତାଠାରୁ ଅଧିକ ହୋଇଥାଏ ତେବେ ଆପଣମାନଙ୍କୁ ଆଉ ଏଲ୍ପିଜିରେ ସବସିଡି ମିଳିବ ନାହିଁ। ଆଗରୁ ଏହି ନିୟମ ସେଲ୍ଫ ଡିକ୍ଲାରେସନ ଉପରେ ଡିପେଣ୍ଡ କରୁଥିଲା, କିନ୍ତୁ ବର୍ତ୍ତମାନ ତୈଳ କମ୍ପାନୀଗୁଡ଼ିକ ଡାଇରେକ୍ଟ ଇନକମ୍ ଟ୍ୟାକ୍ସର ଡାଟାକୁ ବ୍ୟବହାର କଲେଣି। ଉପଲବ୍ଧ ଇନକମ୍ ଟ୍ୟାକ୍ସ ଡାଟା ଅନୁଯାୟୀ ହିତାଧିକାରୀ କିମ୍ବା ତାଙ୍କ ହଜବେଣ୍ଡ କିମ୍ବା ତାଙ୍କ ୱାଇଫ୍ ଯିଏ ବି ହିତାଧିକାରୀ ଅଛନ୍ତି ଏବଂ ତାଙ୍କର ହଜବେଣ୍ଡ ହୁଅନ୍ତୁ କିମ୍ବା ୱାଇଫ୍ ହୁଅନ୍ତୁ, ସେମାନଙ୍କର ଇନକମ୍ ମିଳିକରି ଯଦି ବାର୍ଷିକ ଆୟ 10 ଲକ୍ଷ କିମ୍ବା ତାଠାରୁ ଅଧିକ ହେଉଛି ତେବେ ସେମାନଙ୍କୁ ଆଉ ସବସିଡି ମିଳିବ ନାହିଁ ବୋଲି ନୂଆ ଅପଡେଟ୍ ଆସିଛି। ସେମାନଙ୍କୁ ମାର୍କେଟ ରେଟ୍ରେ ଗ୍ୟାସ୍ କିଣିବାକୁ ପଡ଼ିବ ବୋଲି ଜଣାପଡ଼ିଛି। ସରକାରଙ୍କର କହିବା କଥା ହେଉଛି ଯେଉଁମାନେ ଏହି ରୁଲ୍ ହିସାବରେ ଯେଉଁମାନେ ଯୋଗ୍ୟ ହିତାଧିକାରୀ ଅଛନ୍ତି ସେମାନେ ହିଁ କେବଳ ସବସିଡି ପାଆନ୍ତୁ, ଆଉ ଯେଉଁମାନେ ଅଯୋଗ୍ୟ ହିତାଧିକାରୀ ଅଛନ୍ତି ସେମାନେ ନିଜ ଆଡ଼ୁ ସବସିଡି ସରେଣ୍ଡର କରିନିଅନ୍ତୁ। ସବସିଡି ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ବୋଲି ସରକାର ମଧ୍ୟ ନିବେଦନ କରିଛନ୍ତି। ବର୍ତ୍ତମାନ ଏହି ସବସିଡି କେବଳ ଯୋଗ୍ୟ ହିତାଧିକାରୀମାନଙ୍କୁ ଡିବିଟି ମାଧ୍ୟମରେ ଡାଇରେକ୍ଟ ସେମାନଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଉଛି ଏବଂ ଏହି ରୁଲ୍ 2015 ଠାରୁ ଥିଲେ ମଧ୍ୟ ଏବେ କଡ଼ାକଡ଼ି ଭାବରେ ଯାଞ୍ଚ କରାଯାଉଛି ଏବଂ ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟ ସହିତ ବର୍ତ୍ତମାନ ମଧ୍ୟ ଡାଟା କନଭରସେସନ ଚାଲିଛି। ଏବେ କେବଳ ଯୋଗ୍ୟ ହିତାଧିକାରୀମାନଙ୍କୁ ସବସିଡି ମିଳିବ ଏବଂ ଯେଉଁମାନେ ଅଯୋଗ୍ୟ ହିତାଧିକାରୀମାନେ ବାହାରିବେ ସେମାନଙ୍କର ସବସିଡି କାଟି ଦିଆଯିବ, ସେମାନଙ୍କୁ ଆଉ ସବସିଡି ମିଳିବ ନାହିଁ। ଏବେ ଜାଣନ୍ତୁ ଯେଉଁମାନେ ଯୋଗ୍ୟ ହିତାଧିକାରୀ ଅଛନ୍ତି କିନ୍ତୁ ସେମାନଙ୍କୁ ସବସିଡି ମିଳୁନାହିଁ, ସେମାନେ କେମିତି ସବସିଡି ପାଇବେ ଜାଣିନାହାନ୍ତି, ତାହା ମଧ୍ୟ ଆପଣମାନେ ଜାଣିନିଅନ୍ତୁ। ଯେଉଁମାନେ ଯୋଗ୍ୟ ହିତାଧିକାରୀ ଅଛନ୍ତି ସେମାନଙ୍କୁ ଯଦି ସବସିଡି ମିଳୁନାହିଁ ସେମାନେ କ'ଣ କରିବେ? ଦେଖନ୍ତୁ, ପ୍ରଥମେ ଆପଣମାନେ ଗ୍ୟାସ୍ ଏଜେନ୍ସିକୁ ଯାଆନ୍ତୁ, ଯାଇ ସେଠି ଇ-KYC କରନ୍ତୁ। ଇ-KYC ତ ଆପଣମାନେ ଜାଣିଥିବେ, ଆଧାର, ପ୍ୟାନ୍, ଯଦି ଆପଣଙ୍କର ପ୍ୟାନ୍ ନାହିଁ କିଛି ଅସୁବିଧା ନାହିଁ, ଆଧାର ସହିତ ଆପଣଙ୍କର ମୋବାଇଲ ନମ୍ବର ଲିଙ୍କ୍ ଥିବା ଦରକାର ଏବଂ ବ୍ୟାଙ୍କରେ ଆପଣଙ୍କର ଡିବିଟି ସିଡିଂ ମଧ୍ୟ ଆପଣଙ୍କର ଲିଙ୍କ୍ ଥିବା ଦରକାର, ଯାହାକି ଆପଣଙ୍କର କନେକ୍ସନ ରହିଲେ ବ୍ୟାଙ୍କ ସହିତ ଡିବିଟି ସହିତ ଆପଣଙ୍କର ଡାଇରେକ୍ଟ ଆପଣଙ୍କର ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରାଯାଇଥାଏ। ତେବେ ଯଦି ଆପଣଙ୍କର ଏସବୁ ଜିନିଷ ସବୁ ଠିକ୍ ଅଛି ତେବେ ଆପଣମାନେ ଡାଇରେକ୍ଟ ଆମର ଗ୍ୟାସ୍ ଏଜେନ୍ସିକୁ ଯାଆନ୍ତୁ ଏବଂ ସେଠାରେ ଇ-KYC ମଧ୍ୟ କରିନିଅନ୍ତୁ। ଦେଖନ୍ତୁ, ଆପଣଙ୍କର ଆଧାର କାର୍ଡ଼ ଏବଂ ଗ୍ୟାସ୍ ବହି ଗଲାବେଳେ ଯେତେବେଳେ ଯାଉଛନ୍ତି ସେତେବେଳେ ନେଇକି ଯାଆନ୍ତୁ ଏବଂ ସେଠାରେ ବାୟୋମେଟ୍ରିକ୍ ଯେଉଁଟାକି ଆପଣଙ୍କର ଫିଙ୍ଗର ପ୍ରିଣ୍ଟ ଦେଇକି ସେଠି ଆପଣମାନେ ଇ-KYC ମଧ୍ୟ କରିପାରିବେ। ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ଏବଂ ଆଧାର ସହିତ ଲିଙ୍କ୍ ନାହିଁ ତେବେ ଆପଣମାନେ ପ୍ରଥମେ ଆପଣଙ୍କର ଗ୍ୟାସ୍ ଏଜେନ୍ସି ଯିବା ଆଗରୁ ଆପଣଙ୍କର ଆଧାର ସହିତ ବ୍ୟାଙ୍କ ସିଡିଂ, ଯାହାକି ଆପଣଙ୍କର NPCI ମଧ୍ୟ ମ୍ୟାପିଂ ହୋଇଛି କି ନାହିଁ ତାହାକୁ ଯାଇକି ବ୍ୟାଙ୍କରେ ଆଗରେ ଯାଇକି ଯାଞ୍ଚ କରନ୍ତୁ। ଯଦି ଆପଣଙ୍କର ସବୁ ଠିକ୍ଠାକ୍ ଅଛି ତେବେ ଯାଆନ୍ତୁ, ଯଦି ଆପଣଙ୍କର ଠିକ୍ ନାହିଁ ତେବେ ଆପଣମାନେ ପ୍ରଥମେ ବ୍ୟାଙ୍କ ଯାଆନ୍ତୁ। ବ୍ୟାଙ୍କ ଯାଇକି ଆପଣଙ୍କର ଆଧାର ସିଡିଂ ଏବଂ ମୋବାଇଲ ନମ୍ବର ସବୁ ଲିଙ୍କ୍ ଅଛି ନା ନାହିଁ ସବୁ ଚେକ୍ କରିକି ଠିକ୍ କରିକି ତେବେ ଯାଇକି ଆପଣମାନେ ଗ୍ୟାସ୍ ଏଜେନ୍ସିକୁ ଯାଇପାରିବେ। ଯଦି ଆପଣଙ୍କର ଏସବୁ କାମ ସବୁ ଠିକ୍ଠାକ୍ ଅଛି, ଆପଣମାନେ ଇ-KYC କରିସାରିଛନ୍ତି ତେବେ ଆପଣମାନେ ଆପଣଙ୍କର ଷ୍ଟାଟସ୍ ମଧ୍ୟ ଚେକ୍ କରିବା ପାଇଁ ଆପଣ ମାଇ ଏଲ୍ପିଜି ଅଫିସିଆଲ ପୋର୍ଟାଲକୁ ଯିବେ। ସେଥିରେ ଯାଇକି ଆପଣଙ୍କର ଏଲ୍ପିଜି ଆଇଡି ନମ୍ବର ଦେବେ କିମ୍ବା ଆପଣଙ୍କର ଆଧାର ନମ୍ବର ଦେଇକି ମଧ୍ୟ ସେଥିରେ ଆପଣଙ୍କର ନିଜର ଷ୍ଟାଟସ୍ ଚେକ୍ କରିପାରିବେ। ସେଠାରେ ଆପଣଙ୍କର ଯେଉଁ ସବସିଡି ଟଙ୍କା କେଉଁ ଆକାଉଣ୍ଟକୁ ଯାଉଛି ଏବଂ କେଉଁ କାରଣରୁ ଅଟକିଛି ତାହା ମଧ୍ୟ ସେଠି ସ୍ପଷ୍ଟ ଭାବରେ ଦେଖିପାରିବେ। ଆପଣମାନେ ଏଠି ମଧ୍ୟ ଚେକ୍ କରିକି ଆପଣଙ୍କର ଷ୍ଟାଟସ୍ ଜାଣିପାରିବେ। ତାହା ସହିତ ଯଦି ଆପଣମାନେ ଏସବୁ କଥା କିଛି ଜାଣିପାରୁନାହାନ୍ତି, କିଛି ଆପଣଙ୍କର ଡାଉଟ୍ ରହେ, ଆପଣମାନଙ୍କର ମଧ୍ୟ ଡାଇରେକ୍ଟ ଆପଣଙ୍କର ଟୋଲ୍ ଫ୍ରି ନମ୍ବର କଷ୍ଟମର କେୟାର ନମ୍ବର ଅଛି, ଆପଣମାନେ ଦେଖନ୍ତୁ 1800-233-555 ଏହି ନମ୍ବରକୁ ଆପଣମାନେ ମଧ୍ୟ କଲ୍ କରିକି ଆପଣମାନଙ୍କର ସନ୍ଦେହକୁ ଯାହା ବି ଡାଉଟ୍ ଅଛି ଆପଣମାନେ ସେଠି କଥା ହେଇକି ପଚାରିପାରିବେ।